ଦ୍ୱିତୀୟ ଇତିବୃତ୍ତ ଅଧ୍ୟାୟ 1। ସଲୋମନଙ୍କ ଜ୍ଞାନ। ଦାବିଦଙ୍କ ପୁତ୍ର ସଲୋମନ ତାଙ୍କ ରାଜ୍ୟ ଉପରେ ନିଜ ଆଧିପତ୍ୟକୁ ସୁଦୃଢ଼ କଲେ। ପ୍ରଭୁ ତାଙ୍କର ଈଶ୍ୱର ତାଙ୍କର ସହବର୍ତ୍ତୀ ଥିଲେ ଓ ସେ ତାଙ୍କୁ ପ୍ରତାପଶାଳୀ କଲେ। ସହସ୍ର ତଥା ଶତ ସେନାପତି, ନ୍ୟାୟାଧୀଶ, ପିତୃକୁଳପତି ଓ ସମସ୍ତ ଇସ୍ରାଏଲୀୟ ଜନତାଙ୍କ ସହ ସେ କଥାବାର୍ତ୍ତା କଲେ। ଏହାପରେ ସଲୋମନ ଓ ତାଙ୍କ ସହ ସମସ୍ତ ଜନମଣ୍ଡଳୀ ଗିବେୟାନସ୍ଥ ଉଚ୍ଚ ପୂଜାସ୍ଥଳୀକୁ ଯାତ୍ରା କଲେ, କାରଣ ମରୁପ୍ରାନ୍ତରରେ ପ୍ରଭୁ ଦାସ ମୋଶେସଙ୍କ ଦ୍ୱାରା ନିର୍ମିତ ଈଶ୍ୱରଙ୍କ ସମାଗମ ଶିବିରର ସେ ପର୍ଯ୍ୟନ୍ତ ସେଠାରେ ଥିଲା। କିନ୍ତୁ ଦାବିଦ ଈଶ୍ୱରଙ୍କ ସିନ୍ଦିକକୁ କିରିୟାତ ଜେୟାରିମ୍‌ଠାରୁ ଜେରୁସାଲେମରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶିବିରକୁ ଘେନି ଆଣିଥିଲେ। ଆଉ ମଧ୍ୟ ହୁରର ପୁତ୍ର ଓ ଉରିର ପୁତ୍ର ଦେଶାଲେଖ ଦ୍ୱାରା ନିର୍ମିତ ପିତ୍ତଳ ବଳିପୀଠ ଗିବେୟାନ ସ୍ଥିତ ସମାଗମ ଶିବିର ସମ୍ମୁଖରେ ଥିଲା। ଆଉ ସଲୋମନ ଓ ଜନମଣ୍ଡଳୀ ଈଶ୍ୱରଙ୍କ ଅନ୍ୱେଷଣ କଲେ। ପ୍ରଭୁଙ୍କ ସମାଗମ ଶିବିର ସମ୍ମୁଖସ୍ଥ ସେହି ପିତ୍ତଳ ବଳିପୀଠ ନିକଟକୁ ସଲୋମନ ଯାଇ 1000 ହୋମବଳି ଉତ୍ସର୍ଗ କଲେ। ସେହି ରାତିରେ ଈଶ୍ୱର ସଲୋମନଙ୍କ ନିକଟରେ ଉଭା ହୋଇ କହିଲେ, ମୁଁ ତୁମକୁ କ'ଣ ଦେବି ତାହା ଭିକ୍ଷା କର। ତେଣୁ ସଲୋମନ ଈଶ୍ୱରଙ୍କୁ କହିଲେ, ମୋର ପିତା ଦାବିଦଙ୍କ ପ୍ରତି ତୁମେ ମହାନ ତଥା ନିରବଚ୍ଛିନ୍ନ ସ୍ନେହ ପ୍ରଦର୍ଶନ କରିଥିଲ। ତାଙ୍କ ପରିବର୍ତ୍ତେ ତୁମେ ମୋତେ ରାଜ ରୂପେ ନିୟୋଜିତ କରିଅଛ। ପ୍ରଭୁ ହେ ଈଶ୍ୱର, ମୋର ପିତା ଦାବିଦଙ୍କୁ ତୁମେ ଯେଉଁ ପ୍ରତିଶ୍ରୁତି ଦେଇଥିଲ ତାହା ବର୍ତ୍ତମାନ କାର୍ଯ୍ୟକାରୀ ହେଉ, କାରଣ ଭୂପୃଷ୍ଠର ଧୂଳି ସଦୃଶ ଏକ ବିପୁଳ ଜନତା ଉପରେ ରାଜୁତି କରିବା ପାଇଁ ତୁମେ ମୋତେ ରାଜ ରୂପେ ନିଯୁକ୍ତି ପ୍ରଦାନ କରିଅଛ। ସୁତରାଂ ବର୍ତ୍ତମାନ ଏହି ଜନତାର ନେତୃତ୍ୱ ନେବା ପାଇଁ ମୋତେ ଜ୍ଞାନ ତଥା ବୁଦ୍ଧିଶକ୍ତି ପ୍ରଦାନ କର, କାରଣ ତାହା ବ୍ୟତୀତ ତୁମର ଏଭଳି ବିପୁଳ ଏହି ଜନତା ଉପରେ ରାଜୁତି କରିବା ପାଇଁ କିଏ ବା ସମର୍ଥ? ସେ ସମୟରେ ଈଶ୍ୱର ଉତ୍ତରରେ ସଲୋମନଙ୍କୁ କହିଲେ, ତୁମେ ଧନ, ସମ୍ପଦ, ସମ୍ଭ୍ରମ, ତୁମ ଶତ୍ରୁମାନଙ୍କ ମୃତ୍ୟୁ କିମ୍ବା ତୁମ ପାଇଁ ଦୀର୍ଘ ଆୟୁଷ ଭିକ୍ଷା କରିନାହଁ। ବରଂ ଯେଉଁମାନଙ୍କ ଉପରେ ମୁଁ ତୁମକୁ ରାଜ ରୂପେ ନିୟୋଜିତ କଲି, ସେହି ମୋର ସୃଜନମାନଙ୍କ ଉପରେ ରାଜୁତି କରିବା ପାଇଁ ତୁମେ ଜ୍ଞାନ ତଥା ବୁଦ୍ଧିଶକ୍ତି ପାଇଁ ପ୍ରାର୍ଥନା କରିଅଛ। ତୁମର ଏହି ମନସ୍କାମନା ଥିବା ହେତୁ ମୁଁ ତୁମକୁ ଜ୍ଞାନ ତଥା ବୁଦ୍ଧିଶକ୍ତି ପ୍ରଦାନ କରେ। ଏତଦ୍ ବ୍ୟତୀତ ମୁଁ ତୁମକୁ ଏପରି ସମ୍ପଦ, ଧନ ତଥା ସମ୍ଭ୍ରମ ପ୍ରଦାନ କରୁଛି ଯେ ତୁମର ପୂର୍ବସୂରୀମାନଙ୍କ ମଧ୍ୟରୁ କେହି ତାହା ପାଇନାହିଁ କିମ୍ବା ତୁମ ପରେ କୌଣସି ରାଜା ତାହା ପାଇବ ନାହିଁ। ଏହାପରେ ସଲୋମନ ଗିବେୟାନର ଉଚ୍ଚ ପୂଜାସ୍ଥଳୀ ସ୍ଥିତ ସମାଗମ ଶିବିରଠାରୁ ଜେରୁସାଲେମକୁ ଫେରି ଆସିଲେ। ଆଉ ସେ ଇସ୍ରାଏଲ ଉପରେ ରାଜୁତି କଲେ। 1400 ରଥ ଓ 12000 ଅଶ୍ୱାରୋହୀ ସୈନ୍ୟମାନଙ୍କୁ ସଲୋମନ ସଂଗ୍ରହ କଲେ। ସେ ସେମାନଙ୍କୁ ନିଜ ନିଜର ଆବାସ ସ୍ଥାନ ଜେରୁସାଲେମରେ ଏବଂ ରଥ ସମୂହକୁ ରଖିବା ପାଇଁ ଉଦ୍ଦିଷ୍ଟ ନଗରୀମାନଙ୍କ ସେଗୁଡ଼ିକୁ ରଖିଲେ। ସଲୋମନଙ୍କ ରାଜତ୍ୱ କାଳରେ ସ୍ୱର୍ଣ୍ଣ ତଥା ରୌପ୍ୟ ପଥର ସଦୃଶ ଓ ଦେବଦାରୁ କାଷ୍ଠ ସେଫେଲାଲର ଡିମିରି ବୃକ୍ଷ ସଦୃଶ ସୁଲଭ ହେଲା। ଇଜିପ୍ଟ ଓ କୁୱେଠାରୁ ସଲୋମନ ଘାଟକମାନଙ୍କୁ ଆମଦାନୀ କଲେ। ରାଜାଙ୍କ ବଣିକମାନେ ସେମାନଙ୍କୁ କୁୱେଠାରୁ ମୂଲ୍ୟ ବିନିମୟରେ କ୍ରୟ କଲେ। ଗୋଟିଏ ରଥ ପାଇଁ 600 ସେକେଲ ରୌପ୍ୟ ଓ ଗୋଟିଏ ଘାଟକ ପାଇଁ 150 ସେକେଲ ରୌପ୍ୟ ଲେଖାଏ ଦେଇ ସେମାନେ ସେ ସମସ୍ତଙ୍କୁ ଇଜିପ୍ଟରୁ ଆମଦାନୀ କଲେ।
ସେହିପରି ସେମାନେ ସେ ସମସ୍ତକୁ ହିତୀୟ ତଥା ଆରାମୀୟ ରାଜାମାନଙ୍କୁ ରପ୍ତାନି ମଧ୍ୟ କଲେ। ଦ୍ୱିତୀୟ ଇତିବୃତ୍ତ ଅଧ୍ୟାୟ 2। ଦେବାଳୟ ନିର୍ମାଣ ପାଇଁ ପ୍ରସ୍ତୁତିକରଣ। ପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଆଳୟ ଓ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କରିବା ନିମନ୍ତେ ସଲୋମନ ନିଷ୍ପତ୍ତି ନେଲେ। ଭାର ବହନ ପାଇଁ 70,000 ଲୋକଙ୍କୁ, ପାର୍ବତ୍ୟ ଅଞ୍ଚଳରୁ ପଥର ଖନନ କରିବା ପାଇଁ 80,000 ପଥର କଟାଳିମାନଙ୍କୁ ଓ ସେମାନଙ୍କ ତତ୍ତ୍ୱାବଧାରକ ରୂପେ 3,600 ଲୋକଙ୍କୁ ସେ ନିୟୋଜିତ କଲେ। ତୀରର ରାଜା ହୁରାମ ପାଖକୁ ସନ୍ଦେଶ ପଠାଇ ସଲୋମନଙ୍କୁ କହିଲେ, ମୋର ପିତା ଦାବିଦ ନିଜ ପାଇଁ ଗୋଟିଏ ପ୍ରାସାଦ ନିର୍ମାଣ କରିଥିବା ସମୟରେ ଦେବଦାରୁ କାଠ ପଠାଇ ତୁମେ ଯେପରି ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲ, ସେହିପରି ମୋ ସହ ମଧ୍ୟ ବନ୍ଧୁତା ସ୍ଥାପନ କର। ପ୍ରଭୁ ମୋର ଈଶ୍ୱରଙ୍କ ସନ୍ନିଧାନରେ ସୁରଭିତ ସୁଗନ୍ଧ ଦ୍ରବ୍ୟର ଧୂପାର୍ଚ୍ଚନା ସକାଶେ ଦିବ୍ୟ ସାନ୍ନିଧ୍ୟ ପ୍ରତୀକ ରୁଟିର ନିରନ୍ତର ଉତ୍ସର୍ଗ ନିମନ୍ତେ ଏବଂ ଏକ ଚିରନ୍ତନ ବିଧାନ ଜରିଆରେ ଇସ୍ରାଏଲ ନିମନ୍ତେ ବିଧିତ ଥିବା ଅନୁଯାୟୀ ସାବତ, ଅମାବାସ୍ୟା ତଥା ପ୍ରଭୁ ଆମ ଈଶ୍ୱରଙ୍କ ନିର୍ଦ୍ଦିଷ୍ଟ ଉତ୍ସବ ଦିନମାନଙ୍କରେ ପ୍ରାତଃକାଳ ତଥା ସାୟଂକାଳର ହୋମବଳିର ଉତ୍ସର୍ଗ ନିମନ୍ତେ ପ୍ରଭୁ ମୋର ଈଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା ପାଇଁ ମୁଁ ଉଦ୍ୟତ। ଆମ ଈଶ୍ୱର ଅନ୍ୟ ସମସ୍ତ ଦେବମାନଙ୍କ ଅପେକ୍ଷା ମହାନ ଅଟନ୍ତି। ସୁତରାଂ ତାହାଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବାକୁ ଥିବା ଆଳୟ ଏକ ବିଶାଳ ଭବନ ହେବା ଉଚିତ, ଯିଏ ସ୍ୱର୍ଗ କିମ୍ବା ସ୍ୱର୍ଗାଧିପତି ସ୍ୱର୍ଗ ଦ୍ୱାରା ପରିମିତ ହୋଇପାରିବେ ନାହିଁ। ସେହି ତାହାଙ୍କ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା ପାଇଁ କିଏ ବା ସମର୍ଥ? ତାହା ହେଲେ ମୁଁ ବା କିଏ ଯେ ତାହାଙ୍କ ଉଦ୍ଦେଶ୍ୟରେ ମୁଁ ଗୋଟିଏ ଗୃହ ନିର୍ମାଣ କରିବି? ତାହାଙ୍କ ସନ୍ନିଧାନରେ କେବଳ ଧୂପାର୍ଚ୍ଚନା କରିବା ପାଇଁ ସେ ସ୍ଥାନ ଉଦ୍ଦିଷ୍ଟ। ସୁତରାଂ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ ତଥା ଲୌହ, ଧାତୁ ଓ ବାଇଗଣୀ ଲୋହିତ ତଥା ନୀଳ ସୂତା ଏବଂ ଖୋଦନ କାର୍ଯ୍ୟରେ କାର୍ଯ୍ୟ କରିବା ପାଇଁ ସମର୍ଥ ଜଣେ ପ୍ରବୀଣ ବ୍ୟକ୍ତିଙ୍କୁ ମୋ ପାଖକୁ ପଠାଇ ଦିଅ, ଯେଉଁମାନେ ଜୁଦା ଓ ଜେରୁସାଲେମରୁ ମୋର ପିତାଙ୍କ ଦ୍ୱାରା ମନୋନୀତ ଓ ଯେଉଁମାନେ ବର୍ତ୍ତମାନ ମୋର ସହବର୍ତ୍ତୀ। ସେହି ପ୍ରବୀଣ ବ୍ୟକ୍ତିମାନଙ୍କୁ ସେ ସାହାଯ୍ୟ କରିବ। ଲେବାନନର ଦେବଦାରୁ, ସାଇପ୍ରସ୍ ତଥା ଚନ୍ଦନ କାଠ ମଧ୍ୟ ମୋତେ ପଠାଇ ଦିଅ, କାରଣ ମୁଁ ଜାଣେ ଯେ ତୁମର ପରିଚାରକମାନେ ନିପୁଣ କାଠ କଟାଳି। ମୋର ଦାସମାନେ ମଧ୍ୟ ତୁମ ଦାସମାନଙ୍କର ସହାୟକ ହେବେ। ଯେଉଁ ଆଳୟ ନିର୍ମାଣ କରିବା ପାଇଁ ମୁଁ ଉଦ୍ୟତ, ତାହା ଏକ ବିଶାଳ ତଥା ବିସ୍ମୟଜନକ ଆଳୟ ହେବ। ତେଣୁ ସେଥିପାଇଁ ପ୍ରଚୁର ପରିମାଣର କାଠ ପ୍ରସ୍ତୁତ କରିବା ଆବଶ୍ୟକ ହେବ। ତୁମର ଦାସ କାଠ କଟାଳିମାନଙ୍କ ପାଇଁ ମୁଁ 20,000 କର ମଳା, ଗହମ 20,000 କର, ଯବ 20,000 ବାତ, ଦ୍ରାକ୍ଷାରସ ଓ 20,000 ବାତ ତୈଳ ପ୍ରଦାନ କରିବି। ଉତ୍ତରରେ ସଲୋମନଙ୍କ ପାଖକୁ ବ୍ରତ ପଠାଇ ତୀରର ରାଜା ହୁରାମ କହିଲେ, ପ୍ରଭୁ ସ୍ୱଜନମାନଙ୍କୁ ସ୍ନେହ କରିଥିବା ଯୋଗୁଁ ସେ ତୁମକୁ ସେମାନଙ୍କ ଉପରେ ରାଜ ରୂପେ ନିୟୋଜିତ କରିଅଛନ୍ତି। ହୁରାମ ପୁନରାୟ କହିଲେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଆଳୟ ଓ ନିଜ ପାଇଁ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରିବା ପାଇଁ ଯିଏ ବିବେକ ତଥା ବୁଦ୍ଧି ଶକ୍ତି ସମ୍ପନ୍ନ ଜଣେ ଜ୍ଞାନୀ ପୁତ୍ରକୁ ରାଜା ଦାବିଦଙ୍କୁ ପ୍ରଦାନ କରିଅଛନ୍ତି ଓ ଯିଏ ନଭମଣ୍ଡଳ ତଥା ତାରାଧାମର ସ୍ରଷ୍ଟା, ସେହି ପ୍ରଭୁ ଇସ୍ରାଏଲର ଈଶ୍ୱର ଧନ୍ୟ ହୁଅନ୍ତୁ। ନିପୁଣ ତଥା ବୁଦ୍ଧିମାନ ହୁରାମ ଆବିବିକୁ ମୁଁ ତୁମ ପାଖକୁ ପଠାଉଅଛି। ତାର ମାତା ଦାନ ଗୋଷ୍ଠୀର ଜଣେ ମହିଳା ଓ ତାର ପିତା ତୀର ଦେଶବାସୀ ଜଣେ ବ୍ୟକ୍ତି ଅଟନ୍ତି। ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୁହା, ପଥର ତଥା କାଠ ପ୍ରଭୃତିର କର୍ମ, ବାଇଗଣୀ, ନୀଳ ତଥା ଲୋହିତ ସୂତା ବ୍ୟବହାର କରି ସୂକ୍ଷ୍ମ
ଶଣ ବସ୍ତ୍ରର ବୁଣା କାର୍ଯ୍ୟ ଏବଂ ସର୍ବବିଧି ଖୋଦନ କର୍ମରେ ସେ ନିପୁଣ। ତୁମର ଶିଳ୍ପମାନଙ୍କ ଏବଂ ତୁମ ପିତା ତଥା ମୋର ମୁନିବ ଦାବିଦଙ୍କ ଶିଳ୍ପୀମାନଙ୍କ ସହିତ ଯେକୌଣସି ରୂପରେଖା ଉଦ୍ଭାବନ କରି ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମଧ୍ୟ ସେ ସମର୍ଥ ଅଟେ। ସୁତରାଂ ମୋର ମୁନିବ କହିଥିବା ଅନୁସାରେ ଗହମ, ଯବ, ଦ୍ରାକ୍ଷାରସ ତଥା ତୈଳ ତୁମର ଏହି ଦାସମାନଙ୍କ ପାଖକୁ ପଠାଇ ଦିଅ। ଲେବାନନରୁ ଯେଉଁ ସକଳ କାଠ ତୁମର ଆବଶ୍ୟକ ହେବ ଆମେ ତାହା କାଟି ଭେଳା କରି ସମୁଦ୍ର ଦେଇ ଜପାପା ପର୍ଯ୍ୟନ୍ତ ପହଞ୍ଚାଇବୁ। ତୁମେ ସେଠାରୁ ତାହା ଜେରୁସାଲେମକୁ ନେଇପାରିବ। ତତ୍ପରେ ନିଜ ପିତା ଦାବିଦଙ୍କ ରାଜତ୍ୱ କାଳରେ କରାଯାଇଥିବା ଜନଗଣନା ପରେ ସଲୋମନ ମଧ୍ୟ ନିଜ ଦେଶବାସୀ ବିଦେଶୀମାନଙ୍କୁ ଗଣନା କଲେ। ସେମାନଙ୍କର ସଂଖ୍ୟା 1,53,600 ଥିଲା। ସେମାନଙ୍କ ମଧ୍ୟରୁ 70,000 ଲୋକଙ୍କୁ ଭାରବାହକ, 80,000 ଲୋକଙ୍କୁ ପାର୍ବତ୍ୟ ଅଞ୍ଚଳର ପଥର କଟାଳି ଓ 3,600 ଲୋକଙ୍କୁ ତତ୍ତ୍ୱାବଧାରକ ରୂପେ ସେ ନିୟୋଜିତ କଲେ। ଦ୍ୱିତୀୟ ଇତିବୃତ୍ତ ଅଧ୍ୟାୟ 3। ଦେବାଳୟର ନିର୍ମାଣ। ଜେରୁସାଲେମସ୍ଥ ଯେଉଁ ମୋରିଆ ପାହାଡ଼ରେ ସଲୋମନଙ୍କ ପିତା ଦାବିଦଙ୍କୁ ପ୍ରଭୁ ଦର୍ଶନ ଦେଇଥିଲେ ଓ ଜେବୁସିଆ ଅର୍ଣ୍ଣାନର ଯେଉଁ ଶସ୍ୟଖୋଳା ସ୍ଥାନରେ ଦେବାଳୟର ନିର୍ମାଣ ପାଇଁ ଦାବିଦ ସ୍ଥାନ ନିରୂପଣ କରିଥିଲେ, ସଲୋମନ ସେ ସ୍ଥାନରେ ପ୍ରଭୁଙ୍କ ଆଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ତାଙ୍କ ରାଜତ୍ୱର 4th ବର୍ଷର 2ୟ ମାସରେ ସେ ଆଳୟରୁ ନିର୍ମାଣ କର୍ମ ଆରମ୍ଭ କଲେ। ଆଳୟ ପାଇଁ ସଲୋମନଙ୍କ ଦ୍ୱାରା ନିରୂପିତ ମାପ ଅନୁସାରେ ତାର ଦୈର୍ଘ୍ୟ ପୁରାତନ ମାପି ଅନୁଯାୟୀ 60 ହାତ ଓ ପ୍ରସ୍ଥ 20 ହାତ ଥିଲା। ଆଳୟର ପ୍ରସ୍ଥ ଅନୁରୂପେ ତାହା ସମ୍ମୁଖସ୍ଥ ମଣ୍ଡପ 20 ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା ଓ ତାହାର ଉଚ୍ଚତା 120 ହାତ ଥିଲା। ତାହାର ସମସ୍ତ ଅନ୍ତର୍ଭାଗକୁ ସେ ସ୍ୱଚ୍ଛ ସ୍ୱର୍ଣ୍ଣରେ ଆଚ୍ଛାଦିତ କଲେ। ଦେବାଳୟର ମଧ୍ୟ ଭାଗକୁ ସାଇପ୍ରସ୍ କାଠ ଦ୍ୱାରା ଆବୃତ କରି ତାହା ମଧ୍ୟ ସ୍ୱଚ୍ଛ ସ୍ୱର୍ଣ୍ଣରେ ସେ ଆଚ୍ଛାଦିତ କଲେ। ସେଥିରେ ତାଳ ବୃକ୍ଷ ତଥା ଶିକୁଳି ଗୁଡ଼ିକର ଆକାର ଖଚିତ ହୋଇଥିଲା। ବହୁ ମୂଲ୍ୟବାନ ରତ୍ନ ଗୁଡ଼ିକ ଖଚିତ କରି ସେ ଆଳୟକୁ ବିଭୂଷିତ କଲେ। ସେହି ସ୍ୱର୍ଣ୍ଣ ପାର୍ବାଇମ୍ର ସ୍ୱର୍ଣ୍ଣ ଥିଲା। ଅରା, ଚୌକାଠ, କାନ୍ଥ, ଦ୍ୱାର ସକଳ ପ୍ରଭୃତି ଆଳୟର ଅନ୍ୟାନ୍ୟ ଭାଗକୁ ସେ ସ୍ୱର୍ଣ୍ଣରେ ଆଚ୍ଛାଦିତ କଲେ ଓ କାନ୍ଥ ଉପରେ କେରୁବମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ସେ ଖୋଦନ କଲେ। ଆଳୟର ପବିତ୍ରତମ ସ୍ଥାନ ମଧ୍ୟ ସେ ନିର୍ମାଣ କଲେ। ତାହାର ଦୈର୍ଘ୍ୟ ତଥା ପ୍ରସ୍ଥ ଆଳୟର ପ୍ରସ୍ଥ ଅନୁସାରେ 20 ହାତ ଥିଲା। ସେ ତାହାକୁ 600 ତାଲେନ୍ତ ସ୍ୱଚ୍ଛ ସ୍ୱର୍ଣ୍ଣରେ ଆଚ୍ଛାଦିତ କଲେ। ପ୍ରତ୍ୟେକ କଣ୍ଟା ପାଇଁ 1 ଶେକେଲ ଲେଖାଏଁ ସ୍ୱର୍ଣ୍ଣ ଉପଯୋଗ କରି ସମସ୍ତ କଣ୍ଟା ପାଇଁ 50 ଶେକେଲ ସ୍ୱର୍ଣ୍ଣ ବ୍ୟବହୃତ ହେଲା। ଉପର ମହଲା ସ୍ଥିତ ପ୍ରକୋଷ୍ଠ ଗୁଡ଼ିକୁ ସେ ସ୍ୱର୍ଣ୍ଣରେ ଆଚ୍ଛାଦିତ କଲେ। ପବିତ୍ରତମ ସ୍ଥାନରେ କାଠରୁ 2ଟି କେରୁବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ସେ ସମସ୍ତଙ୍କୁ ସେ ସ୍ୱର୍ଣ୍ଣରେ ଆବୃତ କଲେ। କେରୁବମାନଙ୍କ ପକ୍ଷ ଗୁଡ଼ିକର ଦୈର୍ଘ୍ୟ 20 ହାତ ଥିଲା। ଗୋଟିଏ କେରୁବର 5 ହାତ ବିଶିଷ୍ଟ ଗୋଟିଏ ପକ୍ଷ ଆଳୟର କାନ୍ଥକୁ ସ୍ପର୍ଶ କରିଥିଲା ଓ ସେହିପରି 5 ହାତ ବିଶିଷ୍ଟ ତାର ଅନ୍ୟ ପକ୍ଷ ଅପର କେରୁବର ପକ୍ଷକୁ ସ୍ପର୍ଶ କରିଥିଲା। ସେହି ଅପର କେରୁବର ଏକ ପକ୍ଷ 5 ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା ଓ ତାହା ଆଳୟର କାନ୍ଥକୁ ସ୍ପର୍ଶ କରିଥିଲା। ତାର 5 ହାତ ଦୈର୍ଘ୍ୟ ବିଶିଷ୍ଟ ଅନ୍ୟ ପକ୍ଷ ପ୍ରଥମ କେରୁବର ପକ୍ଷକୁ ସ୍ପର୍ଶ କରିଥିଲା। ଏହିପରି ଉଭୟ କେରୁବଙ୍କ ପକ୍ଷ ସମୂହର ମୋଟ ବିସ୍ତାର 20 ହାତ ଥିଲା। ଆଳୟର ମଧ୍ୟଭାଗକୁ ଚାହିଁ କେରୁବମାନେ ଦଣ୍ଡାୟମାନ ଥିଲେ। ନୀଳ, ବାଇଗଣୀ ତଥା
ଲୋହିତ ବର୍ଣ୍ଣ ବିଶିଷ୍ଟ ସୂତା ଓ ସୂକ୍ଷ୍ମ ରୂପେ ବୁଣା ଯାଇଥିବା ଶଣ ବସ୍ତ୍ର ଉପଯୋଗ କରି ସେ କେରୁବମାନଙ୍କର ଚିତ୍ରରଞ୍ଜିତ ଯବନିକା ମଧ୍ୟ ପ୍ରସ୍ତୁତ କଲେ। ଦେବାଳୟର ସମ୍ମୁଖ ଭାଗ ପାଇଁ 35 ହାତ ଉଚ୍ଚ ବିଶିଷ୍ଟ 2ଟି ସ୍ତମ୍ଭ ମଧ୍ୟ ସେ ନିର୍ମାଣ କଲେ। ପ୍ରତ୍ୟେକଟିର ଶୀର୍ଷ ଭାଗରେ 5 ହାତ ଉଚ୍ଚତା ବିଶିଷ୍ଟ ମୁକୁଳ ମଧ୍ୟ ସେ ନିର୍ମାଣ କଲେ। କଣ୍ଠହାର ସଦୃଶ ଶିଙ୍କୁଳି ଗୁଡ଼ିକ ନିର୍ମାଣ କରି ସ୍ତମ୍ଭ ସକଳର ଶୀର୍ଷ ଭାଗରେ ସେ ସଂଯୁକ୍ତ କଲେ ଓ 100 ଡାଳିମ୍ବ ପ୍ରସ୍ତୁତ କରି ସେ ସମସ୍ତକୁ ଶିଙ୍କୁଳି ଗୁଡ଼ିକରେ ସଂଯୁକ୍ତ କଲେ। ଦେବାଳୟର ସମ୍ମୁଖ ଭାଗରେ ଦକ୍ଷିଣ ତଥା ଉତ୍ତର ଦିଗ ଦେଇ ସେହି ସ୍ତମ୍ଭ ସମୂହକୁ ସେ ସ୍ଥାପନ କଲେ। ଦକ୍ଷିଣ ଦିଗସ୍ଥ ସ୍ତମ୍ଭକୁ ଜାଖିନ୍ ଓ ଉତ୍ତର ଦିଗସ୍ଥ ସ୍ତମ୍ଭକୁ ବୋଆସ୍ ନାମରେ ସେ ଅଭିହିତ କଲେ। ଦ୍ୱିତୀୟ ଇତିବୃତ୍ତ ଅଧ୍ୟାୟ 4। ଦେବାଳୟର ଅନ୍ୟାନ୍ୟ ବାସନ। 20 ହାତ ଦୈର୍ଘ୍ୟ 20 ହାତ ପ୍ରସ୍ଥ ଓ 10 ହାତ ଉଚ୍ଚତା ବିଶିଷ୍ଟ ଏକ ପିତ୍ତଳ ବଳିପୀଠ ସେ ନିର୍ମାଣ କଲେ। ଏହାପରେ ଗୋଲାକାର ବିଶିଷ୍ଟ ଏକ ଜଳକୁମ୍ଭ ସେ ତରଳ ଧାତୁରୁ ନିର୍ମାଣ କଲେ। ତାହାର ବ୍ୟାସ 10 ହାତ, ଉଚ୍ଚତା 5 ହାତ ଓ ପରିଧି 30 ହାତ ଥିଲା। ତାହାର ପାର୍ଶ୍ୱଦେଶ ନିମ୍ନର ଚତୁଃପାର୍ଶ୍ୱ ଦେଇ 30 ହାତ ବ୍ୟାପୀ ଫଳମୂଳ ଗୁଡ଼ିକ ଖୋଦିତ ହୋଇଥିଲା। ଜଳକୁମ୍ଭ ନିର୍ମିତ ହେବା ସମୟରେ ତାହା ସହ 2ଟି ଧାଡ଼ିରେ ଫଳମୂଳ ଗୁଡ଼ିକ ମଧ୍ୟ ଖୋଦିତ ହୋଇଥିଲା। ଜଳକୁମ୍ଭ 12ଟି ବଳଦ ଉପରେ ସ୍ଥାପିତ ହୋଇଥିଲା। 3ଟି ଲେଖାଏଁ ବଳଦ ଉତ୍ତର, ପଶ୍ଚିମ, ଦକ୍ଷିଣ ତଥା ପୂର୍ବ ଦିଗର ସମ୍ମୁଖୀନ ହୋଇ ଦଣ୍ଡାୟମାନ ଥିଲେ। ଜଳକୁମ୍ଭ ସେଗୁଡ଼ିକ ଉପରେ ଅବସ୍ଥାପିତ ହୋଇଥିଲା ଓ ସେମାନଙ୍କର ପଶ୍ଚାତ୍ ଭାଗ ଅନ୍ତର ଆଡ଼ ଦେଇ ଅବସ୍ଥିତ ଥିଲା। ତାହାର ବହଳତା 4 ଆଙ୍ଗୁଳି ବିଶିଷ୍ଟ ଥିଲା ଓ ତାହାର ଧାର ପାନ ପାତ୍ରର ଧାର ଭଳି କଇଁଫୁଲ ସଦୃଶ ଥିଲା। ତାହା 3000 ବାତ୍ ପରିମାଣର ଜଳ ଧରୁଥିଲା। 10ଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କରି 5ଟିକୁ ଦକ୍ଷିଣ ଓ ଅନ୍ୟ 5ଟିକୁ ଉତ୍ତର ଦିଗରେ ସେ ସ୍ଥାପନ କଲେ। ହୋମବଳି ପାଇଁ ଆବଶ୍ୟକ ବସ୍ତୁ ସାମଗ୍ରୀକୁ ଧୌତ କରିବା ପାଇଁ ସେହି ପ୍ରକ୍ଷାଳନ ପାତ୍ର ଗୁଡ଼ିକ ଓ ଯାଜକମାନଙ୍କ ପ୍ରକ୍ଷାଳନ ସକାଶେ ସେହି ଜଳକୁମ୍ଭ ଉଦ୍ଦିଷ୍ଟ ଥିଲା। ବିହିତ ଥିବା ଅନୁଯାୟୀ ସେ 10ଟି ଦୀପରୁଖା ନିର୍ମାଣ କରି 5ଟିକୁ ଦେବାଳୟର ଦକ୍ଷିଣ ଓ ଅନ୍ୟ 5ଟିକୁ ଉତ୍ତର ଭାଗରେ ସେ ସ୍ଥାପନ କଲେ। 10ଟି ମେଜ ମଧ୍ୟ ନିର୍ମାଣ କରି ଦେବାଳୟର ଦକ୍ଷିଣ ଓ ଉତ୍ତର ଦିଗରେ 5ଟି ଲେଖାଏଁ ସେ ସ୍ଥାପନ କଲେ। ଏହାପରେ 100 ସୁବର୍ଣ୍ଣ ଗାମଲା ସେ ନିର୍ମାଣ କଲେ। ଯାଜକମାନଙ୍କ ଉପଯୋଗ ପାଇଁ ଉଦ୍ଦିଷ୍ଟ ପ୍ରାଙ୍ଗଣ ତଥା ମହାପ୍ରାଙ୍ଗଣ ଓ ସେଗୁଡ଼ିକର ଦ୍ୱାର ସବୁ ନିର୍ମାଣ କରି ଦ୍ୱାର ସକଳକୁ ପିତ୍ତଳ ଦ୍ୱାରା ସେ ଆଚ୍ଛାଦିତ କଲେ। ଦେବାଳୟର ଦକ୍ଷିଣ ପୂର୍ବ ଦିଗସ୍ଥ କୋଣରେ ସେ ଜଳକୁମ୍ଭ ସ୍ଥାପନ କଲେ। କଳସ, କୋଦାଳ ତଥା ଗାମଲା ସବୁ ମଧ୍ୟ ହୁରାମ ପ୍ରସ୍ତୁତ କଲେ। ଏହିପରି ରାଜା ସଲୋମନଙ୍କ ପ୍ରତି ହୁରାମ ଈଶ୍ୱରଙ୍କ ଆଳୟ ପାଇଁ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟ ସମାପ୍ତ କଲେ। 2ଟି ସ୍ତମ୍ଭ, ପାତ୍ର ସକଳ ସ୍ତମ୍ଭ, ଶୀର୍ଷସ୍ଥିତ ମୁକୁଳ, ଏହି ପାତ୍ରଗୁଡ଼ିକ ତଥା ମୁକୁଳ ସମୂହର ଆଚ୍ଛାଦନ ପାଇଁ ଉଦ୍ଦିଷ୍ଟ 2ଟି ଜାଲିକର୍ମ ସ୍ତମ୍ଭ ସକଳର ଶୀର୍ଷସ୍ଥିତ ପାତ୍ର ତଥା ମୁକୁଳ ଗୁଡ଼ିକୁ ଆବୃତ କରିବା ପାଇଁ ସେହି 2ଟି ଧାଡ଼ିରେ ସଂଯୁକ୍ତ 400 ଡାଳିମ୍ବ, 10ଟି ପୀଠ ଉପରିସ୍ଥ 10ଟି ପ୍ରକ୍ଷାଳନ ପାତ୍ର, 1 ଜଳକୁମ୍ଭ ବାହକ 12ଟି ବଳଦ, କଳସ ସମୂହ, କୋଦାଳ, ଖୁଣ୍ଟି ଗୁଡ଼ିକ ପ୍ରଭୃତି ଦେବାଳୟ ପାଇଁ
ଆବଶ୍ୟକ ସମସ୍ତ ବାସନ ଉଜ୍ଜଳ ପିତ୍ତଳରୁ ନିର୍ମାଣ କରି ପ୍ରଭୁଙ୍କ ଆଳୟ ପାଇଁ ହୁରାମ ଆବି ରାଜା ସୋଲୋମନଙ୍କୁ ପ୍ରଦାନ କଲେ। ଜର୍ଦାନର ସମତଳ ଭୂମିସ୍ଥିତ ସୁଖ ତଥା ସେରଦା ମଧ୍ୟବର୍ତ୍ତୀ ଚିକ୍କଣ ମୃତ୍ତିକା କୁଣ୍ଡରେ ରାଜା ଏହା ସବୁ ଜଳାଇଲେ। ସଲୋମନ ଏ ସମସ୍ତ ବାସନା ବହୁଳ ରୂପେ ନିର୍ମାଣ କରିଥିବା ଯୋଗୁଁ ସେଥିପାଇଁ ବ୍ୟବହୃତ ପିତ୍ତଳର ଓଜନ ନିରୂପିତ ହୋଇ ପାରିନଥିଲା। ଏହିପରି ଈଶ୍ୱରଙ୍କର ଆଳୟ ପାଇଁ ଆବଶ୍ୟକ ସମସ୍ତ ଉପକରଣ ସଲୋମନ ନିର୍ମାଣ କଲେ। ସୁବର୍ଣ୍ଣ ବଳିପୀଠ, ଦିବ୍ୟ ସାନ୍ନିଧ୍ୟ, ପ୍ରତୀକ ରୁଟିକୁ ସ୍ଥାପନ କରିବା ପାଇଁ ଆବଶ୍ୟକ ମେଜ, ବିହିତ ଥିବା ଅନୁଯାୟୀ ଆନ୍ତରିକ ପବିତ୍ରତମ ସ୍ଥାନରେ ଜଳାଇବାକୁ ଥିବା ଦୀପରୁଖା ସମୂହ ତଥା ସ୍ୱଚ୍ଛ ସ୍ୱର୍ଣ୍ଣରୁ ନିର୍ମିତ ସେଗୁଡ଼ିକର ପ୍ରଦୀପ ଗୁଡ଼ିକ ସ୍ୱଚ୍ଛ ସ୍ୱର୍ଣ୍ଣରୁ ନିର୍ମିତ ପୁଷ୍ପ ପ୍ରଦୀପ ତଥା ଚିମୁଟା ଗୁଡ଼ିକ ସ୍ୱଚ୍ଛ ସ୍ୱର୍ଣ୍ଣରୁ ନିର୍ମିତ କତୁରୀ ଗାମଲା, ଧୂପ କଳସ ତଥା ଅଙ୍ଗାରଧାନୀ ଏବଂ ଦେବାଳୟ, ପବିତ୍ରତମ ସ୍ଥାନ ତଥା ଦେବାଳୟର ମଧ୍ୟ ସ୍ଥାନସ୍ଥିତ ଦ୍ୱାର ସମୂହରୁ ସ୍ୱର୍ଣ୍ଣ ନିର୍ମିତ କବଜା ପ୍ରଭୃତି ସମସ୍ତ ବିଷୟ ସେ ପ୍ରସ୍ତୁତ କଲେ। ଦ୍ୱିତୀୟ ଇତିବୃତ୍ତ ଅଧ୍ୟାୟ 5। ଏହିପରି ପ୍ରଭୁଙ୍କ ଆଳୟ ନିର୍ମାଣର ସମସ୍ତ କାର୍ଯ୍ୟ ସଲୋମନ ସମାପ୍ତ କଲେ। ତତ୍ପରେ ସେ ନିଜ ପିତା ଦାବୀଦଙ୍କ ଦ୍ୱାରା ଉତ୍ସର୍ଗିତ ସମସ୍ତ ବସ୍ତୁକୁ ଦେବାଳୟକୁ ଘେନି ଆସିଲେ ଏବଂ ରୌପ୍ୟ, ସୁବର୍ଣ୍ଣ ତଥା ଅନ୍ୟାନ୍ୟ ବାସନାକୁ ଦେବାଳୟର ଭଣ୍ଡାରରେ ରଖିଲେ। ଦେବାଳୟରେ ସିନ୍ଦୁକର ପ୍ରତିଷ୍ଠା। ଦାବୀଦଙ୍କ ନଗରୀ ସିୟୋନ ଠାରୁ ପ୍ରଭୁଙ୍କ ବ୍ୟବସ୍ଥା ବିଧାନର ସିନ୍ଦୁକକୁ ନେଇ ଆସିବା ପାଇଁ ସଲୋମନ ଇସ୍ରାଏଲୀୟ ବୈଜ୍ୟେଷ୍ଠ, ଇସ୍ରାଏଲୀୟ ଗୋଷ୍ଠୀ ସମୂହର ଅଧିପତି ଓ ପିତୃକୁଳପତିମାନଙ୍କୁ ଜେରୁସାଲେମକୁ ଡାକି ଏକତ୍ରିତ କଲେ। ସପ୍ତମ ମାସରେ ପାଳିତ ହେଉଥିବା ଉତ୍ସବ ସମୟରେ ସମସ୍ତ ଜନତା ରାଜାଙ୍କ ସମ୍ମୁଖରେ ସମ୍ମିଳିତ ହେଲେ। ଇସ୍ରାଏଲୀୟ ବୈଜ୍ୟେଷ୍ଠମାନେ ଆସିବା ପରେ ଲେବୀୟମାନେ ସିନ୍ଦୁକକୁ ପଠାଇଲେ। ସିନ୍ଦୁକ ସମାଗମ ଶିବିର ତଥା ତନ୍ମଧ୍ୟସ୍ଥ ସମସ୍ତ ବାସନକୁ ଯାଜକ ତଥା ଲେବୀୟମାନେ ନେଇ ଆସିଲେ। ରାଜା ସଲୋମନ ଓ ତାଙ୍କର ସହବର୍ତ୍ତୀ ଇସ୍ରାଏଲୀୟ ଜନମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଏପରି ସଂଖ୍ୟାଧିକ ମେଷ ତଥା ବଳଦ ଉତ୍ସର୍ଗ କଲେ ଯେ ସେଗୁଡ଼ିକ ଗଣିତ ହୋଇ ପାରିଲେ ନାହିଁ। ଏହାପରେ ଯାଜକମାନେ ପ୍ରଭୁଙ୍କ ବ୍ୟବସ୍ଥା ସିନ୍ଦୁକକୁ ତା ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ନେଇ ଆସିଲେ ଏବଂ ଦେବାଳୟର ଅନ୍ତର୍ଭାଗସ୍ଥିତ ପବିତ୍ରତମ ସ୍ଥାନରେ କେରୁବମାନଙ୍କ ବିସ୍ତୃତ ପକ୍ଷ ତଳେ ସ୍ଥାପନ କଲେ। କେରୁବମାନେ ସିନ୍ଦୁକ ଉପରେ ନିଜ ପକ୍ଷ ସବୁକୁ ଏପରି ବିସ୍ତାର କରି ଧରିଥିଲେ ଯେ ସେମାନେ ସିନ୍ଦୁକ ତଥା ତାର ଖୁଣ୍ଟିଗୁଡ଼ିକୁ ଛାୟାଭୂତ କରୁଥିଲେ। ସେହି ଖୁଣ୍ଟିଗୁଡ଼ିକ ଏପରି ଦୈର୍ଘ୍ୟ ବିଶିଷ୍ଟ ଥିଲା ଯେ ପବିତ୍ରତମ ସ୍ଥାନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ଦଣ୍ଡାୟମାନ ହେଲେ। ସେଗୁଡ଼ିକର ଅଗ୍ରଭାଗ ସେଠାରୁ ଦେଖାଯାଉଥିଲା, କିନ୍ତୁ ତାହା ବାହ୍ୟ ସ୍ଥାନରୁ ଅଦୃଶ୍ୟ ଥିଲା। ତାହା ଅତ୍ୟାବଧି ସେଠାରେ ଅବସ୍ଥିତ। ଇସ୍ରାଏଲୀୟ ଜନତା ଇଜିପ୍ଟରୁ ବାହାରି ଆସିଲା ପରେ ସେମାନଙ୍କ ସହ ପ୍ରଭୁ ଯେବେ ହରେବରେ ବ୍ୟବସ୍ଥା ବିଧାନ ସାଲିସ କଲେ, ତେବେ ମୋଶେ ସିନ୍ଦୁକ ମଧ୍ୟରେ ରଖିଥିବା ସେହି 2ଟି ପ୍ରସ୍ତର ଫଳକ ବ୍ୟତୀତ ଅନ୍ୟ କିଛି ସେଥିରେ ନଥିଲା। ସେଠାରେ ସମବେତ ସମସ୍ତ ଯାଜକ ନିଜ ନିଜର ଦଳ ବିଭାଗ ପ୍ରତି ନଜର ନ ଦେଇ ନିଜ ନିଜକୁ ପୂତ ପବିତ୍ର କଲେ। ଯାଜକମାନେ ପବିତ୍ର ସ୍ଥାନରୁ ବାହାରି ଆସିବା ବେଳେ ଆସାଫ, ହେମାନ ଓ ଜେଦୁଥୁନ ଓ ସେମାନଙ୍କର ପୁତ୍ର ତଥା ଆତ୍ମୀୟ ଲୋକ ପ୍ରଭୃତି ସମସ୍ତ ଲେବୀୟ ଗାୟକମାନେ ଉତ୍ତମ ଶଣବସ୍ତ୍ର ପରିହିତ ହୋଇ ଓ ମଦିରା, ବୀଣା ତଥା ସାରଙ୍ଗକୁ ହସ୍ତରେ ଧାରଣ କରି ବଳିପୀଠର ପୂର୍ବ ଦିଗରେ ଭେରୀ ବାଦକ 120 ଜଣ ଯାଜକମାନଙ୍କ
ଗହଣରେ ଠିଆ ହୋଇଥିଲେ। ଏକ ସ୍ୱରରେ ପ୍ରଭୁଙ୍କ ପ୍ରତି କୃତଜ୍ଞତା ଆତ୍ମକ ଗାନ ତଥା ପ୍ରଶଂସା ଗାନ କରିବା ଭେରି ବାଦକ ତଥା ଗାୟକ ବୃନ୍ଦଙ୍କର କର୍ତ୍ତବ୍ୟ ଥିଲା। ପ୍ରଭୁ ଉତ୍ତମ ଅଟନ୍ତି, ତାହାଙ୍କର ନିରନ୍ତର ସ୍ନେହ ଯୁଗାଯୁଗାନ୍ତର ସ୍ଥାୟୀ ରହେ ବୋଲି ପ୍ରଭୁଙ୍କ ପ୍ରଶଂସା ଗାନ କରି ଭେରି ମଦିରା ତଥା ଅନ୍ୟାନ୍ୟ ବାଦ୍ୟୋପକରଣ ସହିତ ସଙ୍ଗୀତ ସ୍ୱର ଧ୍ୱନିତ ହେବା ବେଳେ ତାହାଙ୍କ ଆଳୟ ଖଣ୍ଡିଏ ମେଘ ଦ୍ୱାରା ପରିପୂର୍ଣ୍ଣ ହେଲା। ପ୍ରଭୁଙ୍କ ମହିମା ଦେବାଳୟକୁ ପରିପୂର୍ଣ୍ଣ କରିବା ଯୋଗୁଁ ସେଠାରେ ଦଣ୍ଡାୟମାନ ହୋଇ ସେବା କାର୍ଯ୍ୟ କରିବା ପାଇଁ ଯାଜକମାନେ ଅକ୍ଷମ ହେଲେ। ଦ୍ୱିତୀୟ ଇତିବୃତ୍ତ ଅଧ୍ୟାୟ 6। ସଲୋମନଙ୍କ ପ୍ରାର୍ଥନା। ସେ ସମୟରେ ସଲୋମନ କହିଲେ, ନିବିଡ଼ ତମସା ମଧ୍ୟରେ ଅବସ୍ଥାନ କରିବେ ବୋଲି ଯଦିଓ ପ୍ରଭୁ କହିଅଛନ୍ତି, ତଥାପି ତୁମର ଚିରନ୍ତନ ଅବସ୍ଥାନ ସକାଶେ ମୁଁ ତୁମ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିଅଛି। ଏହାପରେ ରାଜା ବୁଲି ପଡ଼ିଲେ ଓ ସେଠାରେ ସମବେତ ହୋଇ ଦଣ୍ଡାୟମାନ ଇସ୍ରାଏଲୀୟ ଜନମଣ୍ଡଳୀକୁ ଆଶୀର୍ବାଦ କଲେ। ଏହାପରେ ସେ କହିଲେ, ମୋର ପିତା ଦାବିଦଙ୍କ ନିକଟରେ ତାହାଙ୍କ ମୁଖ ଦ୍ୱାରା ପ୍ରତିଜ୍ଞା ଅନୁବୋଧ ପ୍ରତିଶ୍ରୁତିକୁ ସ୍ୱହସ୍ତରେ କାର୍ଯ୍ୟକାରୀ କରିଥିବା ପ୍ରଭୁ ଇସ୍ରାଏଲର ଈଶ୍ୱର ଧନ୍ୟ ହୁଅନ୍ତୁ। ସେ କହିଥିଲେ, ମୋର ସ୍ୱଜନମାନଙ୍କୁ ଇଜିପ୍ଟରୁ ବାହାର କରି ଆଣିଥିବା ଦିନଠାରୁ ମୋର ନାମ ସେଠାରେ ଯେପରି ସ୍ଥାପିତ ହୁଏ, ସେଥିପାଇଁ ମୋର ନାମ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମିତ ହେବା ସକାଶେ ମୁଁ ଇସ୍ରାଏଲୀୟ ଗୋଷ୍ଠୀ ସମୂହ ମଧ୍ୟରୁ କୌଣସି ନଗରୀକୁ ମନୋନୀତ କଲି ନାହିଁ। ମୋର ସ୍ୱଜନ ଇସ୍ରାଏଲ ଉପରେ ରାଜା ରୂପେ ରାଜୁତି କରିବା ପାଇଁ କୌଣସି ବ୍ୟକ୍ତିକୁ ନିଯୁକ୍ତି ମଧ୍ୟ ଦେଇନଥିଲି। କିନ୍ତୁ ବର୍ତ୍ତମାନ ମୋର ନାମକୁ ସ୍ଥାପନ କରିବା ପାଇଁ ମୁଁ ଜେରୁସାଲେମକୁ ମନୋନୀତ କରିଅଛି ଓ ମୋର ସ୍ୱଜନ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ ବିସ୍ତାର କରିବା ସକାଶେ ଦାବିଦଙ୍କୁ ନିଯୁକ୍ତି ଦେଇଅଛି। ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଆଳୟ ନିର୍ମାଣ କରିବା ମୋର ପିତା ଦାବିଦଙ୍କ ମନସ୍କାମନା ଥିଲା। କିନ୍ତୁ ମୋର ପିତା ଦାବିଦଙ୍କୁ ପ୍ରଭୁ କହିଲେ, ମୋର ନାମ ଉଦ୍ଦେଶ୍ୟରେ ଗୋଟିଏ ଆଳୟ ନିର୍ମାଣ କରିବା ପାଇଁ ତୁମର ମନସ୍କାମନା ଥିଲା। ସେହି ମନସ୍କାମନା ଉତ୍ତମ ଅଟେ, କିନ୍ତୁ ତୁମେ ସେହି ଆଳୟକୁ ନିର୍ମାଣ କରିବ ନାହିଁ। ତୁମଠାରୁ ଜାତ ତୁମର ପୁତ୍ର ମୋର ନାମ ଉଦ୍ଦେଶ୍ୟରେ ସେହି ଆଳୟ ନିର୍ମାଣ କରିବ। ତାହାଙ୍କ ଦ୍ୱାରା ପ୍ରଦତ୍ତ ସେହି ପ୍ରତିଶ୍ରୁତିକୁ ପ୍ରଭୁ ଆଜି ସଫଳ କରିଅଛନ୍ତି, କାରଣ ତାହାଙ୍କର ପ୍ରତିଶ୍ରୁତି ମୁତାବକ ମୋର ପିତା ଦାବିଦଙ୍କ ପରିବର୍ତ୍ତେ ମୁଁ ଇସ୍ରାଏଲୀୟ ସିଂହାସନରେ ଆସୀନ ହୋଇଛି ଓ ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମୁଁ ଗୋଟିଏ ଆଳୟ ନିର୍ମାଣ କରିଅଛି। ଇସ୍ରାଏଲୀୟ ଜନତା ସହ ପ୍ରଭୁଙ୍କ ଦ୍ୱାରା ସାଲିସ ବ୍ୟବସ୍ଥାର ଫଳକ ଯେଉଁ ସିନ୍ଦୁକରେ ଅବସ୍ଥାପିତ, ସେହି ସିନ୍ଦୁକକୁ ଏହି ଆଳୟ ମଧ୍ୟରେ ମୁଁ ଅବସ୍ଥାପିତ କରିଅଛି। ତତ୍ପରେ ସଲୋମନ ଇସ୍ରାଏଲୀୟ ଜନମଣ୍ଡଳୀ ସମ୍ମୁଖରେ ପ୍ରଭୁଙ୍କ ବଳିପୀଠ ସମୀପରେ ନିଜ ହସ୍ତ ବିସ୍ତାର କରି ଦଣ୍ଡାୟମାନ ହେଲେ। ପ୍ରାଙ୍ଗଣରେ 5 ହାତ ଦୈର୍ଘ୍ୟ, 5 ହାତ ପ୍ରସ୍ଥ ଓ 3 ହାତ ଉଚ୍ଚତା ବିଶିଷ୍ଟ ଏକ ମଞ୍ଚ ସେ ନିର୍ମାଣ କରିଥିଲେ। ସେହି ମଞ୍ଚ ଉପରେ ସେ ଦଣ୍ଡାୟମାନ ହେଲେ। ଏହାପରେ ଇସ୍ରାଏଲୀୟ ଜନମଣ୍ଡଳୀର ଦୃଷ୍ଟିରେ ଜାନୁପାତ କରି ସ୍ୱର୍ଗାଭିମୁଖରେ ହସ୍ତ ବିସ୍ତାର କରି ସେ କହିଲେ, ପ୍ରଭୁ ହେ ଇସ୍ରାଏଲର ଈଶ୍ୱର, ପୂର୍ଣ୍ଣ ହୃଦୟ ଦେଇ ତୁମ ସାନ୍ନିଧ୍ୟାନରେ ଯେଉଁମାନେ ବିଚରଣ କରନ୍ତି, ସେହି ତୁମ ଦାସମାନଙ୍କ ପ୍ରତି ବ୍ୟବସ୍ଥା ପାଳନ କରି ତୁମର ନିରନ୍ତର କରୁଣା ପ୍ରଦର୍ଶନ କରିଥିବା ତୁମ ସଦୃଶ ଅନ୍ୟ ଜଣେ ଈଶ୍ୱର ସ୍ୱର୍ଗଧାମ କିମ୍ବା ଭୂମଣ୍ଡଳରେ ନାହିଁ। ମୋର ପିତା ଓ ତୁମ ଦାସ ଦାବିଦଙ୍କ ନିକଟରେ ତୁମର କଥା ଅନୁଯାୟୀ ତୁମେ ତାହା ସାଧନ କରିଅଛ। ହଁ, ତୁମେ ଯାହା ତୁମ ମୁଖ ନିଷ୍କୃତ କଥାରେ କହିଥିଲ, ଆଜି ତୁମ ହସ୍ତ ଦ୍ୱାରା ତୁମେ ତାହା ସାଧନ କରିଅଛ। ସୁତରାଂ ପ୍ରଭୁ ଇସ୍ରାଏଲର ହେ ଈଶ୍ୱର, ତୁମେ ମୋର ସନ୍ନିଧାନରେ ବିଚରଣ କରିଥିବା ଅନୁଯାୟୀ ତୁମର ବଂଶଧରମାନେ ମଧ୍ୟ ମୋର ଆଜ୍ଞାବଳୀ ପାଳନ କରି
ଯଦି ସତ୍ ମାର୍ଗ ଅବଲମ୍ବନ କରନ୍ତି ଓ ତଦନୁଯାୟୀ ଜୀବନଯାପନ କରନ୍ତି, ତେବେ ଇସ୍ରାଏଲର ସିଂହାସନରେ ଆସୀନ ହେବା ପାଇଁ ତୁମେ ଜଣେ ପୁତ୍ରରୁ ବଞ୍ଚିତ ହେବ ନାହିଁ ବୋଲି ମୋର ପିତା ଓ ତୁମର ଦାସ ଦାବିଦଙ୍କୁ ତୁମେ ଯେଉଁ ପ୍ରତିଶ୍ରୁତି ଦେଇଥିଲ ତାହା ସାଧନ କର। ସୁତରାଂ ପ୍ରଭୁ ଇସ୍ରାଏଲର ହେ ଈଶ୍ୱର, ତୁମର ଦାସ ଦାବିଦଙ୍କ ନିକଟରେ କଥିତ ତୁମର ବଚନକୁ ବର୍ତ୍ତମାନ ଦୃଢ଼ୀଭୂତ କର। କିନ୍ତୁ ଈଶ୍ୱର କ'ଣ ପୃଥିବୀରେ ମନୁଷ୍ୟ ସଙ୍ଗରେ ବାସ କରିବେ? ସ୍ୱର୍ଗ ତଥା ସ୍ୱର୍ଗାଧି ସ୍ୱର୍ଗ ଯଦି ତୁମକୁ ଧରି ରଖି ନ ପାରେ, ତେବେ ମୋ ଦ୍ୱାରା ନିର୍ମିତ ଏହି ଆଳୟ ତୁମକୁ ଧରି ରଖିବା ପାଇଁ କେତେ କ୍ଷୁଦ୍ର। ତଥାପି ପ୍ରଭୁ ହେ ମୋର ଈଶ୍ୱର, ତୁମର ଏହି ଦାସଟିର ପ୍ରାର୍ଥନା ତଥା ନିବେଦନ ପ୍ରତି କର୍ଣ୍ଣପାତ କର। ତୁମର ଏହି ଦାସ ତୁମ ସନ୍ନିଧାନରେ ଅର୍ପଣ କରୁଥିବା ପ୍ରାର୍ଥନା ତଥା ନିବେଦନ ଗ୍ରହଣ କର। ତୁମ ଚକ୍ଷୁ ଉନ୍ମୁକ୍ତ କରି ଏହି ଆଳୟ ଅଭିମୁଖରେ ଅହରାତ୍ର ଅବଲୋକନ କର ଓ ଏଠାରେ ତୁମ ନାମକୁ ସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଏହି ଆଳୟରେ ତୁମର ଏହି ଦାସ ଅର୍ପଣ କରୁଥିବା ପ୍ରାର୍ଥନା ପ୍ରତି କର୍ଣ୍ଣପାତ କର। ତୁମର ସ୍ୱଜନ ଇସ୍ରାଏଲର ଓ ତୁମର ଏହି ଦାସ ଏହି ଆଳୟ ଅଭିମୁଖରେ ଯେବେ ନିବେଦନ ତଥା ପ୍ରାର୍ଥନା କରିବେ, ତେବେ ତୁମର ବସତି ସ୍ଥାନ ସ୍ୱର୍ଗଧାମରୁ ସଦୟ ହୋଇ ତାହା ଶୁଣ ଓ ଆମକୁ ରକ୍ଷା କର। କୌଣସି ବ୍ୟକ୍ତି ନିଜ ପ୍ରତିବେଶୀ ବିରୁଦ୍ଧରେ କିଛି ଦୋଷ କରିଥିବା ଯୋଗୁଁ ସେ ଶପଥ ଗ୍ରହଣ କରିବା ପାଇଁ ଯେବେ ବାଧ୍ୟ ହୁଏ ଓ ସେ ଯେବେ ଏହି ଆଳୟକୁ ଆସି ତୁମ ବଳିପୀଠ ସମ୍ମୁଖରେ ଶପଥ ନିଏ, ତେବେ ତୁମେ ସ୍ୱର୍ଗଧାମରୁ ତାହା ଶୁଣି ତୁମର ଦାସମାନଙ୍କୁ ନ୍ୟାୟ ବିଚାର ଦିଅ। ଅପରାଧୀ ବ୍ୟକ୍ତିକୁ ତାର କାର୍ଯ୍ୟକଳାପ ଅନୁରୂପ ପ୍ରତିଦାନ ତାର ମସ୍ତକ ଉପରେ ବର୍ଷଣ କର। ନୀତିନିଷ୍ଠ ବ୍ୟକ୍ତିଙ୍କୁ ତାର ନ୍ୟାୟ ପରାୟଣତା ଅନୁରୂପ ପ୍ରତିଫଳ ଦାନ କର। ତୁମ ସ୍ୱଜନ ଇସ୍ରାଏଲ ତୁମ ବିରୁଦ୍ଧରେ କିଛି ପାପ କରିଥିବା ଯୋଗୁଁ ଶତ୍ରୁମାନଙ୍କ ଦ୍ୱାରା ଯେବେ ପରାଜିତ ହେବେ ଓ ପୁନର୍ବାର ଅନୁତପ୍ତ ହୋଇ ତୁମ ନାମ ସ୍ୱୀକାର କରି ଏହି ଆଳୟରେ ପ୍ରାର୍ଥନା କରିବେ, ତେବେ ତୁମେ ସ୍ୱର୍ଗଧାମରୁ ତାହା ପ୍ରତି କର୍ଣ୍ଣପାତ କରି ତୁମ ସ୍ୱଜନ ଇସ୍ରାଏଲର ପାପକୁ କ୍ଷମା କର ଏବଂ ସେମାନଙ୍କୁ ତଥା ସେମାନଙ୍କ ପିତୃପୁରୁଷମାନଙ୍କୁ ତୁମ ଦ୍ୱାରା ପ୍ରଦତ୍ତ ଏହି ଦେଶକୁ ସେମାନଙ୍କୁ ଫେରାଇ ଆଣ। ତୁମ୍ଭ ବିରୁଦ୍ଧରେ ଜନତାର ପାପ ଯୋଗୁଁ ଆକାଶ ରୁଦ୍ଧ ହୋଇ ବୃଷ୍ଟିପାତ ସମାପ୍ତ ହେବା କାଳରେ ତୁମ ବିଧିତ ସେହି କ୍ଲେଶ ହେତୁ ଏହି ସ୍ଥାନ ଆଡ଼େ ଘୂରିତ ହୋଇ ସେମାନେ ଯେବେ ପ୍ରାର୍ଥନା କରିବେ ଏବଂ ତୁମ ନାମ ସ୍ୱୀକାର କରି ସେମାନଙ୍କ ପାପରୁ ବିମୁଖ ହେବେ, ତେବେ ତୁମେ ସ୍ୱର୍ଗଧାମରୁ ସେମାନଙ୍କ ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରି ତୁମ ଦାସ ଇସ୍ରାଏଲୀୟ ଜନତାର ପାପକୁ କ୍ଷମା କର। ସେମାନେ ଯେପରି ସତ୍ମାର୍ଗ ଅବଲମ୍ବନ କରନ୍ତି, ସେଥିପାଇଁ ସେମାନଙ୍କୁ ଶିକ୍ଷା ଦିଅ ଓ ତୁମ ସ୍ୱଜନମାନଙ୍କୁ ଉତ୍ତରାଧିକାରାଂଶ ରୂପେ ତୁମେ ଯେଉଁ ଦେଶ ପ୍ରଦାନ କରିଅଛ, ସେଥିରେ ବୃଷ୍ଟିପାତ କର। ଦେଶରେ ଯଦି ଦୁର୍ଭିକ୍ଷ, ମହାମାରୀ, ଶସ୍ୟ ସହସା କିମ୍ବା ମ୍ଳାନି, ସେଥିରେ ପଙ୍ଗପାଳ ଅଥବା କୀଟାକ୍ରମଣ ହୁଏ, ଶତ୍ରୁମାନେ ସେମାନଙ୍କ କୌଣସି ନଗରୀରୁ ଅବରୋଧ କରି ସେମାନଙ୍କୁ ଯଦି ଆକ୍ରମଣ କରନ୍ତି କିମ୍ବା ମହାମାରୀ ଅଥବା ଅନ୍ୟ କିଛି ରୋଗ ଯଦି ସେମାନଙ୍କୁ ପୀଡ଼ିତ କରେ, ତେବେ କୌଣସି ବ୍ୟକ୍ତି କିମ୍ବା ସମସ୍ତ ଇସ୍ରାଏଲୀୟ ଜନତା ସେମାନଙ୍କ ମନ ସଙ୍କଟ ତଥା ଦୁଃଖ ଯୋଗୁଁ ଏହି ଆଳୟ ଅଭିମୁଖରେ ହସ୍ତ ଉତ୍ତୋଳନ କରି ଯେବେ ପ୍ରାର୍ଥନା କିମ୍ବା ମିନତି କାକୁତି ଅର୍ପଣ କରିବେ, ତେବେ ତୁମ ବସତି ସ୍ଥାନ ସ୍ୱର୍ଗଧାମରୁ ସେମାନଙ୍କ ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରି ସେମାନଙ୍କ ପାପ କ୍ଷମା କର। ଆମ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ଏହି ଦେଶରେ ଆଜୀବନ କାଳ ସେମାନେ ଯେପରି ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ କରି ତୁମ ମାର୍ଗ ଅନୁଯାୟୀ ବିଚରଣ କରନ୍ତି, ସେଥିପାଇଁ ସେମାନଙ୍କ ହୃଦୟର ନିରୀକ୍ଷଣକାରୀ ଯେ ତୁମେ ସେମାନଙ୍କ ମାର୍ଗ ଅନୁରୂପ ପ୍ରତିଫଳ ପ୍ରଦାନ କର, କାରଣ କେବଳ ତୁମେ ମାନବ ହୃଦୟର କାମନା ଜାଣୁଅଛ। ସେହିପରି ଯିଏ ତୁମ ସୃଜନ ଇସ୍ରାଏଲର ମଧ୍ୟବର୍ତ୍ତୀ ନୁହେଁ, ଏହିପରି ଜଣେ ବିଦେଶୀ ତୁମ ମହାନ ନାମ
शक्तिशाली हस्त तथा विस्तृत बाहु संपर्क शुणवाक पाई तुम नामर स्मरणार्थे दूर देशरू आसी एही आलय अभिमुखरे जेबे प्रार्थना करिब तेबे तुम स्वजन इस्राएल भली भूपृष्ठवासी समस्त जाति मध्यरु तुमर नाम सहित परिचित होई तुम प्रति जेपरि भयभक्ति प्रदर्शन करती एवं मो द्वारा निर्मित एही आलय तुम नाम उद्देश्य उत्सर्गित होइछि बोली जेपरि अवगत हुअन्ति सेथिपाई तुम बसति स्थान स्वर्गरु तार प्रार्थना प्रति कर्णपात करी जहाँ किछि से तुम सन्निधान रे भिक्षा करिबो से सबु सेही विदेशी पाई साधन कर। तुम द्वारा प्रदर्शित जे कोनोसी पथ दे तुम स्वजन निज शत्रु विरुद्ध रे जेबे बाहर जाती तेबे तुम द्वारा मनोनीत एही नगरी वो तुम नामर स्मरणार्थे मो द्वारा निर्मित एही आलय अभिमुखरे दंडायमान होई तुम सानिध्यरे जेबे प्रार्थना करिबे तेबे तुमे स्वर्गधामरु सेमानको प्रार्थना तथा मिनती काकुति शुणी सेमानଙ୍କୁ विजय प्रदान कर। जदि पाप करुनथिबा केही नाही तथापि सेमाने जेबे तुम विरुद्धरे पाप करिबे वो तुमे कुपित होई सेमानଙ୍କୁ शत्रु हस्तरे समर्पण करिब शत्रु माने सेमानଙ୍କୁ समीपिब किंबा दूरवर्ती देश को बंदी रूपे जेबे घेनी जिबे से माने निज कारावासर देश रे मर्म भेदक भावे अनुतप्त होई आमे पाप कलु आमे अनित तथा दुष्कर्म साधन कलु बोली स्वीकार करी तुम सन्निधान रे जेबे मिनती भिक्षा करिबे से मानक शत्रु मानक देश रे रही से माने पितृपुरुष मानक पाई तुम द्वारा प्रदत्त एही देश तुम द्वारा मनोनीत एही नगरी वो तुम नामर स्मरणार्थे मो द्वारा निर्मित एही आलय मुखरे घूरित होई पूर्ण हृदय तथा पूर्ण आत्मा दे अनुताप पूर्वक से माने जेबे तुम सन्निधान रे प्रार्थना करिबे तेबे तुमर बसती स्थान स्वर्ग धामरु से मानक प्रार्थना तथा मिनती काकुक्ति शुणी से मानकु रक्षा कर वो तुम विरुद्धरे पाप करिथिबा तुमर स्वजन मानकु क्षमा दियो। वर्तमान हे मोर ईश्वर एही स्थान रे अर्पित प्रार्थना प्रति तुमर चक्षु को उन्नत कर वो तुम कर्ण ता प्रति मनोयोगी हेउ। वर्तमान प्रभु हे ईश्वर तुम पराक्रमर प्रतीक सिंधुक सह तुमर विश्राम स्थान को गमन करबा पाई सदय हुओ। प्रभु हे ईश्वर तुम याजक माने परित्राणर पोशाक परिहित हुअन्तु व तुमर सन्थ जन तुम द्वारा साधित मंगल कार्य आनंदित हुअन्तु। प्रभु हे ईश्वर तुम अभिषिक्तଙ୍କ ठारू तुम मुख विमुख कर नाही तुम दास दाविदଙ୍କ प्रति तुमर निरंतर स्नेह स्मरण कर।